ଆଜି ପର୍ଯ୍ୟନ୍ତ ଯେଉଁ ଝିଅ ଆପଣଙ୍କ ସହିତ କଥା ହେଉନଥିଲା ସିଏ ରାତି ଦିନ ଫୋନ୍ କରିବ। କେବଳ ତା ସାମ୍ନାରେ ଏହି 3ଟି ଶବ୍ଦ 3 ଥର ପଢ଼ିଦିଅ। ଆଜ୍ଞା ହଁ, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଏମିତି 3ଟି ଶବ୍ଦର ବଶୀକରଣ ମନ୍ତ୍ର। ଏହି 3ଟି ଶବ୍ଦକୁ ଆପଣ ଯେଉଁ ଝିଅ ବା ବିବାହିତା ନାରୀର ସାମ୍ନାରେ ପଢ଼ିଦେବେ ସିଏ ମାତ୍ର 2 ଦିନ ଭିତରେ ଆପଣଙ୍କର ବଶରେ ହୋଇଯିବ। ଏହି ବଶୀକରଣ 2 ଦିନରେ କାମ କରିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଆଜି ପର୍ଯ୍ୟନ୍ତ ଯେଉଁ ଝିଅ ଆପଣଙ୍କୁ ଭାव ଦେଉନଥିଲା, ଆପଣଙ୍କ ସହିତ କଥା ହେଉନଥିଲା, ସିଏ ପାଗଳି ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଯେଉଁ ପଡ଼ିଶା ଘର ଭାଉଜର ସୁନ୍ଦରତାକୁ ଦେଖି ଆପଣ ତାକୁ ରାତିଦିନ ଭାବୁଛନ୍ତି, ସିଏ ନିଜେ ଆପଣଙ୍କୁ ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଆପଣଙ୍କୁ ତାର ସାମ୍ନାରେ ଏହି 3ଟି ଶବ୍ଦକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ନିଜ ପସନ୍ଦର ଝିଅକୁ ପଟେଇବାକୁ ଚାହୁଁଛନ୍ତି, ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। କାହିଁକି ନା ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି 3ଟି ଶବ୍ଦର ନାରୀ ମୋହିନୀ ବଶୀକରଣ ମନ୍ତ୍ର। ଏହି ବଶୀକରଣ ମନ୍ତ୍ର ଆମର ତନ୍ତ୍ରଶାସ୍ତ୍ରରୁ ଆସିଛି, ଯାହାକୁ ପ୍ରୟୋଗ କରି ଆପଣ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ସେହି 3ଟି ଶବ୍ଦ କ'ଣ? କାଲି କାଲି ବସ୍ଭ। ଏହି 3ଟି ଶବ୍ଦକୁ ଆପଣ ସେହି ଝିଅ ବା ସ୍ତ୍ରୀର ସାମ୍ନାରେ ପଢ଼ିବାର ଅଛି। କାଲି କାଲି ବସ୍ଭ। ଏହି 3ଟି ଶବ୍ଦକୁ ପଢ଼ିବା ମାତ୍ରେ ସିଏ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ନିଜେ ଆସିବ, ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ବିଧିକୁ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ପୁରା ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖିବେ। ବିଧିଟି ଜାଣିବା ପୂର୍ବରୁ ଆଉ ଗୋଟିଏ ଛୋଟିଆ କଥା ମନେ ରଖନ୍ତୁ। ମନ୍ତ୍ର, ତନ୍ତ୍ର, ଯନ୍ତ୍ର, ବଶୀକରଣ ଇଏ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଏହି ବଶୀକରଣକୁ କରିଦେବେ, ସିଏ ଆପଣଙ୍କର ଗୁଲାମୀ କରିବ, ଆପଣଙ୍କର ଇସାରାରେ ନାଚିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। କେବଳ ଆପଣଙ୍କୁ ତାର ସାମ୍ନାରେ କାଲି କାଲି ବସ୍ଭ ଏହି 3ଟି ଶବ୍ଦକୁ 3 ଥର ପଢ଼ିବାର ଅଛି। ତାପରେ ଦେଖିବେ ଚମତ୍କାର। ଠିକ୍ ଅଛି, ତେବେ ଚାଲନ୍ତୁ ଜାଣିବା ଏହି ବଶୀକରଣକୁ ଆପଣ କିପରି କରିବେ। ମନେ ରଖନ୍ତୁ, ଯେତେବେଳେ ଆପଣ ରାତିରେ ଶୋଇବା ପାଇଁ ଯିବେ, ଖଣ୍ଡେ ସାଧା କାଗଜ ଆଉ କଳା ରଙ୍ଗର କଲମ ଆଉ ଅଳ୍ପ ଟିକେ ଲାଲ ସିନ୍ଦୁର ଆଣିବେ। ତାପରେ ସେ କାଗଜରେ କଳା କଲମର ସାହାଯ୍ୟରେ ପ୍ରଥମେ ଆପଣ ସେଇ ଝିଅ ବା ସ୍ତ୍ରୀର ନାମ ଲେଖିବେ, ଯାହାକୁ ଆପଣ ନିଜ ବଶରେ କରିବାକୁ ଚାହୁଁଛନ୍ତି। ତା ତଳେ ଆପଣ ଲେଖିବେ କାଲି କାଲି ବସ୍ଭ। ଏହି 3ଟି ଶବ୍ଦକୁ ଲେଖିବେ। ଲେଖିସାରିବା ପରେ ସେ କାଗଜରେ ଭଲ ଭାବରେ ସିନ୍ଦୁର ଲଗାଇଦେବେ। ତାପରେ ସେ କାଗଜକୁ ନିଜ ସାମ୍ନାରେ ରଖିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ଭାବି ସାରିବା ପରେ ଆପଣ ଆଖି ଖୋଲିବେ ଆଉ ସେ ଯେଉଁ 3ଟି ଶବ୍ଦ ଲେଖା ହେଇଛି କାଲି କାଲି ବସ୍ଭ, ଏହି 3ଟି ଶବ୍ଦକୁ 51 ଥର ପଢ଼ିବେ। କାଲି କାଲି ବସ୍ଭ, କାଲି କାଲି ବସ୍ଭ, କାଲି କାଲି ବସ୍ଭ। ଏହିପରି ଆପଣ 51 ଥର ପଢ଼ିବେ। 51 ଥର ପଢ଼ି ସାରିବା ପରେ ସେ କାଗଜରେ 3 ଥର ଫୁଙ୍କିଦେବେ। ତାପରେ ସେ କାଗଜକୁ ଭଲ ଭାବରେ ମୋଡ଼ିକି ନିଜର ପକେଟ ବା ମନି ପର୍ସରେ ରଖିଦେବେ। ଏତିକି କରିସାରିବା ପରେ ଆପଣ ଶୋଇପଡ଼ିବେ। ସକାଳୁ ଉଠିବା ମାତ୍ରେ ଆପଣ ସେ ଝିଅ ବା ନାରୀର ସାମ୍ନାକୁ ଯିବା ପର୍ଯ୍ୟନ୍ତ ତା ବିଷୟରେ ଖାଲି ଭାବୁଥିବେ, ତାକୁ ମନେ ମନେ ଭାବୁଥିବେ, ଯେମିତି ଆପଣ ତାକୁ ନିଜ ସାମ୍ନାରେ ଦେଖିବେ। ଆପଣ କାଲି କାଲି ବସ୍ଭ ଏହି ଶବ୍ଦକୁ 3 ଥର କହିଦେବେ। ଗ୍ୟାରେଣ୍ଟି ଦେଉଛି, ମାତ୍ର 2 ଦିନ ଭିତରେ ସେ ଝିଅ ହେଉ ବା ବିବାହିତା ନାରୀ ନିଜେ ଆପଣଙ୍କୁ ଫୋନ୍ କରିବ,
ନହେଲେ ନିଜେ ଆସି ଆପଣଙ୍କ ସହିତ କଥା ହେବ। ଆପଣଙ୍କୁ ନ ଦେଖି ଗୋଟେ ମୁହୂର୍ତ୍ତ ବି ରହିପାରିବନି। ଧନ୍ୟବାଦ।